ବର୍ତ୍ତମାନ ଲକ୍ଷ୍ମୀ ବେଳିଆ ରୋଗୀ ବସି ସର୍ବପ୍ରଥମେ ସମସ୍ତଙ୍କୁ ନମସ୍କାର। ବର୍ତ୍ତମାନ ଘରକୁ ମୋ ଭିଡ଼ିଓ ଦେଖିଥିବା ସମସ୍ତ ଭାଇ ଭଉଣୀମାନଙ୍କୁ ଆଜି ଦେଖାଇବି ଭାଇମାନେ ଭିଡ଼ିଓ ଗୋଟେ ରହସ୍ୟପୂର୍ଣ୍ଣ ଭିଡ଼ିଓ। ଦେଖନ୍ତୁ। ସେ ଭିଡ଼ିଓ ହେଉଛି 2 ରାତି 3 ଦିନ ଜଣେ ଲୋକ ଧ୍ୟାନ ମଗ୍ନରେ ଜଣେ ସେ ନିଛାଟିଆ ଜାଗାରେ ବସିଥିବା ଦୃଶ୍ୟ ବର୍ତ୍ତମାନ ଆପଣମାନଙ୍କୁ ମୁଁ ଦେଖାଇବି। ସେଇ ଜାଗା ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତ ତେଲଗାଁର ମାଟି ଦେବତାର ପୂଜା ଯେଉଁଠାରେ ହୁଏ ସେଇଠାରେ ସେ ଭାଇ ବସିଛନ୍ତି। ତ ତାକୁ ବର୍ତ୍ତମାନ 3 ଦିନ ହେଲା ପରେ ତାକୁ ଉଠାଇବେ ବୋଲି ଶୁଣାଶୁଣିରେ ଆମେ ଏଠାରେ ଆସିଛୁ। ଦେଖନ୍ତୁ କେତେ ଲୋକ ସେ ପାଖରେ ରୁଣ୍ଡ ହୋଇ ତାର ଯେଉଁ ଉଠାଇବା କାର୍ଯ୍ୟକ୍ରମ କରୁଛନ୍ତି। ପୂଜା ଅର୍ଚ୍ଚନା କରି ସମସ୍ତେ ଏଠାରେ ଉପସ୍ଥିତ ରହିଛନ୍ତି। ଦେଖିବାକୁ ପାଉଥିବେ ଯେ ଲୋକ ବସିଛି ସେଇ ହିଁ 2 ରାତି 3 ଦିନ ପୁରା ଜଙ୍ଗଲ ଭଳିଆ ଦିଶୁଛି। ବରଗଛ ଗୋଟେ ଅଛି ବଡ଼ଟା, ସେ ପାଖରେ ସେ ତଳେ ବସିଛନ୍ତି ଏବଂ ମା'ଙ୍କର ମନ୍ଦିର ବି ଅଛି। ଏ ହେଉଛନ୍ତି ବେଲଗାଁର ସିରାହା କହିବେ ଆକୁ। ଆଉ ପୂଜାରୀ ତାଙ୍କ ନାମ ହେଉଛି ଚୁନ୍ଦି ପୂଜାରୀ ବୋଲି କହିବେ ତାଙ୍କୁ। ଦେଖନ୍ତୁ ସେଇ ଲୋକଟା ଆଜି 3 ଦିନ ଦେଖନ୍ତୁ ସେ ଦେବାଦେବୀଙ୍କର ଛିଡ଼ା ହେଇଛନ୍ତି ସେ ହେଉଛନ୍ତି ତାଙ୍କର ଭାଇ। ଆଜି ତାଙ୍କୁ ଘରେ ନେବେ ସମସ୍ତେ ଦେଖିଥାନ୍ତୁ ଭିଡ଼ିଓକୁ। ଅଲେଖ ମହିମା ଦୀକ୍ଷା ଗ୍ରହଣ ଏ କରିଛନ୍ତି। ପାଖରେ ବଡ଼ଟିଏ ଗୋଟେ ବର ଗଛ ଅଛି ଦେଖନ୍ତୁ। ଏପଟେ ଦେଖନ୍ତୁ ଏ ଗଛ ଏ ହେଉଛି ବରଗଛ। ରାତିରେ ଏଠି ବେଶୀ ସାପ ଏବଂ ବିଭିନ୍ନ ପ୍ରକାର ଜିନିଷ ଏଠାରେ ବାହାରେ। ସେଇଠି ସେ ଭାଇ ବସିଛନ୍ତି ଆଉ ଦୂରଠୁ ମା ମାନେ ମଧ୍ୟ ଆସି ତାକୁ ଦେଖୁଛନ୍ତି। ଦେଖିପାରୁଥିବେ। ଦେଖନ୍ତୁ ଏ ହେଉଛି ସେଇ ଜଙ୍ଗଲ ଭଳିଆ ଦିଶୁଥିବା ପୂଜାପାଠ ବି ବରଗଛ ତଳେ ବସିଥିବା ଦୃଶ୍ୟ। ବର୍ତ୍ତମାନ ପୂଜାପାଠ ଚାଲିଛି। ଲୋକ ପୁରା ଗହଳିରେ ଅଛନ୍ତି। ପୂଜା ଅର୍ଚ୍ଚନା କରିବା ପାଇଁ ତାଙ୍କ ଗ୍ରାମର ଭଦ୍ର ବ୍ୟକ୍ତି ପୂଜାରୀ ସମସ୍ତେ ଏଠାରେ ଉପସ୍ଥିତ ରହିଛନ୍ତି। ଏ ଭାଇ ହେଉଛନ୍ତି ତେଲଗାଁର ପୂଜାରୀ। ଦେଖିପାରୁଥିବେ ସେ ହେଉଛନ୍ତି ତାଙ୍କର ଭାଇ ଯେଉଁକି ଅଲେଖ ମହିମା ଦୀକ୍ଷା ଗ୍ରହଣ କରିଛନ୍ତି। ଗେରୁଆ ବସ୍ତ୍ର ପିନ୍ଧି ଛିଡ଼ା ହେଇଛନ୍ତି ତାଙ୍କର ପଛପଟେ। ଜରି ଟଙ୍ଗା ହେଇଥିଲା କାହିଁକିନା ବର୍ଷା ଦିନେ ବର୍ଷା ହେଲେ ଭିଜି ଯିବେ ବୋଲି ତାଙ୍କ ପାଇଁ ସ୍ୱତନ୍ତ୍ର ଜରି ବ୍ୟବସ୍ଥା ବି କରାଯାଇଥିଲା। ତାକୁ ଆଜି ହଟାଯାଇଛି। ବର୍ତ୍ତମାନ ତାକୁ ଏବେ ଘରକୁ ନେବେ। ଏ ବେଲଗାଁର ପୂଜାରୀ ତାଙ୍କ ଭାଇଙ୍କ ସହିତ କିଛି କଥାବାର୍ତ୍ତା ହେବାର ଦୃଶ୍ୟ ଯେଉଁ ଦେଖୁଥିବେ। ଲାଲ ବସ୍ତ୍ର ପିନ୍ଧିଛନ୍ତି ହେଉଛନ୍ତି ବେଲଗାଁର ପୂଜାରୀ। ତାଙ୍କେ ସେ ଜଗି ବସିଥିବା ଭାଇଙ୍କ ଭାଇ। ଦେଖିପାରୁଥିବେ ସେ ହେଉଛି ମନ୍ଦିର ଦେବୀଙ୍କର।